ଦେଖୁଛନ୍ତି କେମିତି ଅବସ୍ଥାରେ ଏମାନେ ଜୀବନ ଯାପନ କରୁଛନ୍ତି। ଏମିତି ଅବସ୍ଥାରେ ଏମାନଙ୍କୁ ଦେଖି ବହୁତ ଦୁଃଖ ବି ଲାଗୁଛି। ଘର ଖଣ୍ଡେ ତ ବନେଇ ଦେଇଛନ୍ତି କିନ୍ତୁ କବାଟ ଝରକା ଲଗେଇବା ପାଇଁ ପାଖରେ ପଇସା ନାହିଁ। ସବୁଠୁ ଦୁଃଖର ବିଷୟ କି ଏମିତି ଅବସ୍ଥାରେ ରହିକି ବି ଏମାନଙ୍କର ରାସନ କାର୍ଡ ନାହିଁ, ଯେଉଁଥିରେ କିଛି ଚାଉଳ ମିଳିଯାଇଥାନ୍ତା, ଚଳିବା ପାଇଁ ତାଙ୍କୁ ଟିକେ ସମ୍ବଳ ହେଇଥାନ୍ତା। ସେ ରାସନ କାର୍ଡ ଆଧାରରେ ବି ପିଲାଟି ଟ୍ରିଟମେଣ୍ଟ ହେବା ପାଇଁ ତାକୁ ସୁବିଧା ହେଇପାରିଥାନ୍ତା। ବାଲେଶ୍ୱର ନେଇଛି ପ୍ରାୟ 15-20 ଥର ଖଣ୍ଡେ ନେଇକି ତାକୁ ହେଠୁ ମେଡିସିନ ଦିଆ କରିନୁ, ସେନ୍ସୁରେ ରଖିନୁ। ତାପରେ ହେଠୁ ଇଏ କଲା ପରେ ଭଦ୍ରକ ବି ନେଉଛି। ଭଦ୍ରକର ବି ଇଏ କରିଲା ପରେ ସିଏ ମାନେ ଆମର ଏଠି ସାରଙ୍କ ସାଙ୍ଗରେ ଯୋଗାଯୋଗ କରିଦେନୁ। ସେ ହେଉଛି RBKSରୁ ଆମର ହେଉଛି ନେଇକି ବାଲେଶ୍ୱର ଟ୍ରିଟମେଣ୍ଟ କରୁଥିଲେ। ଟ୍ରିଟମେଣ୍ଟ କରତେ କରତେ ପୁଣି ଦେଖିଲା ବେଳକୁ ସେ ଯେଉଁ ଫିଡ୍ସଟା ବାହାରୁଛି, ସେ ଫିଡ୍ସ ବାହାରୁଛି ଯେତେବେଳେ ସେ ଛୁଆ ପୁରା ଏକଦମ ସତେକି ଚାଲିଲା ହେଇରହୁ ଲାଗୁଛି। ସେଟା କ'ଣ ହେଇପାରେ ଆଉ